ପିଲାମାନେ ତୁମ ସମସ୍ତଙ୍କୁ ୟୁଏନ୍ ଏଜୁକେସନ୍ ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ ଜଣାଉଛି। ତ ଆଜିର ଟ୍ରାନ୍ସଲେସନ୍ ଭିଡ଼ିଓଟି ରହିବ ମୋଡାଲ ଉପରେ। କୁଡ୍ ବିକୁ ୟୁଜ୍ କରି କିଛି ଓଡ଼ିଆ ସେଣ୍ଟେନ୍ସକୁ ଇଂଲିଶକୁ ଟ୍ରାନ୍ସଲେସନ୍ କରିବା। କୁଡ୍ ବି ସହିତ ପାଷ୍ଟ ପାର୍ଟିସିପଲ୍ ଫର୍ମ ଅଫ୍ ଦି ମେନ୍ ଭର୍ବକୁ ମଧ୍ୟ ୟୁଜ୍ କରିବା। ତ ଆଜିର ଭିଡ଼ିଓଟି ଷ୍ଟାର୍ଟ କରିବା ପୂର୍ବରୁ ଯଦି ତୁମେମାନେ ମୋର ପୂର୍ବ ଭିଡ଼ିଓ ଗୁଡ଼ିକୁ ଦେଖିନାହଁ, ଟ୍ରାନ୍ସଲେସନ୍ ଭିଡ଼ିଓ ଗୁଡ଼ିକୁ ଦେଖିନାହଁ, ତାହେଲେ ଯଥାଶୀଘ୍ର ଏହି ଭିଡ଼ିଓର ଡେସ୍କ୍ରିପ୍ସନ୍ ବକ୍ସରେ ମୁଁ ଲିଙ୍କ୍ ଦେଇଦେଇଛି, ଯଥାଶୀଘ୍ର ଯାଇ ଦେଖିଦିଅ, ନଚେତ୍ ପ୍ଲେଲିଷ୍ଟରୁ ଦେଖିପାରିବ। ଠିକ୍ ଅଛି, ତ ଆଜିର ଭିଡ଼ିଓକୁ ଷ୍ଟାର୍ଟ କରିବା। ତ ଦେଖ ପିଲାମାନେ, କ'ଣ ରହିଛି ନା କୁଡ୍ ବି, ମୋଡାଲ କୁଡ୍ ବି ସହିତ କ'ଣ କରିବା ନା ପାଷ୍ଟ ପାର୍ଟିସିପଲ୍ ଫର୍ମ ଅଫ୍ ଦି ମେନ୍ ଭର୍ବ, ଆକୁ ୟୁଜ୍ କରି ଆମେ କ'ଣ କରିବା କିଛି ଓଡ଼ିଆ ସେଣ୍ଟେନ୍ସକୁ ଇଂଲିଶକୁ ଟ୍ରାନ୍ସଲେସନ୍ କରିବା। ଦେଖ, ତ ଏଇ ଯେଉଁ କୁଡ୍ ବିକୁ ଆମେ ୟୁଜ୍ କରିବା କେଉଁ ଅର୍ଥରେ ନା ହୋଇପାରିଲା, ହୋଇପାରିଥିଲା ଇତ୍ୟାଦି ଅର୍ଥରେ ଆମେ କୁଡ୍ ବିକୁ ୟୁଜ୍ କରିବା। ବାକ୍ୟରେ ଆମେ ଯେତେବେଳେ ଓଡ଼ିଆ ବାକ୍ୟକୁ ଇଂଲିଶକୁ ଟ୍ରାନ୍ସଲେସନ୍ କରିବା ସେତେବେଳେ ହୋଇପାରିଲା ବା ହୋଇପାରିଥିଲା ଏମିତି କିଛି ଶବ୍ଦ ଥିବ, ତାକୁ ଆମେ ବେସ୍ କରିକି କୁଡ୍ ବିକୁ ୟୁଜ୍ କରିବା। ଦେଖିବା ଫାର୍ଷ୍ଟ ସେଣ୍ଟେନ୍ସଟି କ'ଣ ରହିଛି। ଦେଖ, ଖେଳଟିକୁ ସୁନ୍ଦର ଭାବରେ, ଏଇଠି ପିଲାମାନେ ଆକାରଟି ଉଠିଯାଇଛି, ଖେଳଟିକୁ ସୁନ୍ଦର ଭାବରେ ପରିଚାଳନା କରାଯାଇ ପାରିଥିଲା। ତ ଏଇଠି ଆମେ ଦେଖିବା ଏଇ ଯେଉଁ ଓଡ଼ିଆ ବାକ୍ୟଟି ରହିଛି, ଏଇଠି ପ୍ରଥମେ ଦେଖିବା କାହା ବିଷୟରେ କୁହାଯାଇଛି। ଅର୍ଥ କିଏ ହେଉଛି ବାକ୍ୟର ମୁଖ୍ୟ ବା କିଏ ହେଉଛି କର୍ତ୍ତା। ଏଠି ଦେଖ, ଖେଳଟିକୁ ସୁନ୍ଦର ଭାବରେ ପରିଚାଳନା କରାଯାଇ ପାରିଥିଲା, ଅର୍ଥ ଖେଳ ବିଷୟରେ କୁହାଯାଇଛି। ତ ଖେଳଟି ହେଉଛି କ'ଣ ନା ସବଜେକ୍ଟ। କ'ଣ ଆସିଲା ତ ଖେଳଟିକୁ ଦି ମ୍ୟାଚ୍। ତାପରେ କ'ଣ କରିବା ନା ପାରିଥିଲା, ଆମେ ଦେଖିଥିଲେ କ'ଣ ହୋଇପାରିଲା, ହୋଇପାରିଥିଲା, ସେଇ ଅର୍ଥରେ କ'ଣ କରିବା ନା କୁଡ୍ ବିକୁ ୟୁଜ୍ କରିବା। ଦେଖ, କୁଡ୍ ବି ଆମେ ୟୁଜ୍ କଲେ ଖେଳଟିକୁ, ତାପରେ ଇଏ ହେଲା ସବଜେକ୍ଟ 1 ନମ୍ବର ଆସିଲା, ତାପରେ ଇଏ ହେଉଛି କ'ଣ ଭର୍ବ 2 ନମ୍ବର ଆସିଲା। ତ ଦି ମ୍ୟାଚ୍ କୁଡ୍ ବି କ'ଣ କରାଯାଇଥିଲା ନା ପରିଚାଳନା, ଇଏ ହେଉଛି କ'ଣ 3 ନମ୍ବର ଆସିଲା। ଏଇଟା ହେଉଛି କ'ଣ ପିଲାମାନେ ଅବଜେକ୍ଟ ହେଲା। କ'ଣ ଲଗେଇକି ପ୍ରଶ୍ନ କରାହେଇଛି, କ'ଣ କରାହେଇଥିଲା ନା ପରିଚାଳନା କରାହେଇଥିଲା। ତ ଇଏ ଆସିଲା 3 ନମ୍ବର, ଏଇଟା ହେଉଛି ଅବଜେକ୍ଟ। ଦି ମ୍ୟାଚ୍ କୁଡ୍ ବି କଣ୍ଡକ୍ଟେଡ୍, କାହିଁକି ଆମେ ଜାଣିଛେ କୁଡ୍ ବି ସହିତ ଭର୍ବର ଥାର୍ଡ଼ ଫର୍ମ ୟୁଜ୍ ହେବ। ଏଠି ଭର୍ବର ଫାର୍ଷ୍ଟ ଫର୍ମ କ'ଣ, ଏଇଟା ହେଉଛି ମେନ୍ ଭର୍ବ ଅଛି କଣ୍ଡକ୍ଟର ହେଇଛି କ'ଣ କଣ୍ଡକ୍ଟେଡ୍, ତ ଆସିଗଲା କଣ୍ଡକ୍ଟେଡ୍। ତାପରେ କ'ଣ ଅଛି ନା ସୁନ୍ଦର ଭାବରେ, ଏଇଟା କ'ଣ ଏଡଭାର୍ବ ଅଛି, ଏଇଟା ହେଉଛି ରହିବ 4 ନମ୍ବରରେ, ଏଇଟା ହେଉଛି କ'ଣ ଏଡଭାର୍ବ। ତ ସେଇ ହିସାବରେ କ'ଣ ହେଲା ଦି ମ୍ୟାଚ୍ କୁଡ୍ ବି କଣ୍ଡକ୍ଟେଡ୍ ଏଫିସିଏଣ୍ଟଲି ଅର୍ ବିୟୁଟିଫୁଲି। ଏଇ ଯେଉଁ ସୁନ୍ଦର ଭାବରେ ଅର୍ଥ ଏଫିସିଏଣ୍ଟଲି ଆମେ ୟୁଜ୍ କରିପାରିବା ବା ବିୟୁଟିଫୁଲି ୟୁଜ୍ କରିପାରିବା, ଏଇଟା ହେଉଛି କ'ଣ ଏଡଭାର୍ବ ହେଲା। ତ କ'ଣ ହେଲା ତା ମୋଟାମୋଟି ଉପରେ ଦି ମ୍ୟାଚ୍ କୁଡ୍ ବି କଣ୍ଡକ୍ଟେଡ୍ ଏଫିସିଏଣ୍ଟଲି ଅର୍ ବିୟୁଟିଫୁଲି। ଏ ମ୍ୟାଚ୍ ଆସିଲା ସବଜେକ୍ଟ ଦି ମ୍ୟାଚ୍, ତାପରେ କୁଡ୍ ବି ପାରିଥିଲା ଅର୍ଥରେ ୟୁଜ୍ କଲେ। ତାପରେ କ'ଣ ପରିଚାଳନା, ଏଇଟା ଆସିଲା ମେନ୍ ଭର୍ବର ଥାର୍ଡ଼ ଫର୍ମ ହେଲା କଣ୍ଡକ୍ଟେଡ୍। ତାପରେ କ'ଣ ନା ସୁନ୍ଦର ଭାବରେ ଏଫିସିଏଣ୍ଟଲି ଅର୍ ବିୟୁଟିଫୁଲି, ବୁଝିଗଲା। ଏବେ ଦେଖିବା ସେକେଣ୍ଡ ସେଣ୍ଟେନ୍ସ କ'ଣ ଅଛି। ସ୍ୱେଚ୍ଛାସେବୀମାନଙ୍କୁ ଏଥିପାଇଁ ଆଦେଶ ଦିଆଯାଇ ପାରିଥିଲା। ଦେଖ, ଏଠି ପିଲାମାନେ କ'ଣ ରହିଛି ଓଡ଼ିଆ ବାକ୍ୟଟି, ସ୍ୱେଚ୍ଛାସେବୀମାନଙ୍କୁ ଏଥିପାଇଁ ଆଦେଶ ଦିଆଯାଇ ପାରିଥିଲା। ତ ଏଇଠି କାହା ବିଷୟରେ କୁହାଯାଉଛି ନା ସ୍ୱେଚ୍ଛାସେବୀମାନଙ୍କ ବିଷୟରେ କୁହାଯାଉଛି। ତ ଇଏ ହେଉଛି କ'ଣ ନା ବାକ୍ୟର ମୁଖ୍ୟ, ଏଇଟା ହେଉଛି କ'ଣ ସବଜେକ୍ଟ। ତ ଇଏ ଆସିଯିବ 1 ନମ୍ବରରେ ଦି ଭଲ୍ୟୁଣ୍ଟର୍ସ ଆସିଲା। ତାପରେ ପାରିଥିଲା ଅର୍ଥରେ ଆମେ କ'ଣ କରିବା ନା କୁଡ୍ ବି ୟୁଜ୍ କରିବା। ଦି ଭଲ୍ୟୁଣ୍ଟର୍ସ କୁଡ୍ ବି, ଆଚ୍ଛା କ'ଣ ନା ଆଦେଶ ଦେବା, ଆଦେଶ ଦିଆଯିବା କଥା କୁହାଯାଇଛି। ତ ଆଦେଶ ଦେବା କଥା ଅର୍ଡ଼ର ଆସିବ, ଅର୍ଡ଼ରଟା ହେଉଛି କ'ଣ ଫାର୍ଷ୍ଟ ଫର୍ମ। ତ ଏଥିରେ କ'ଣ ହେବ ଫାର୍ଷ୍ଟ ଫର୍ମ ଥାର୍ଡ଼ ଫର୍ମ ୟୁଜ୍ ହେବ, ତ ହେବ କ'ଣ ନା ଅର୍ଡ଼ର୍ଡ ହେଇଯିବ। ଦି ଭଲ୍ୟୁଣ୍ଟର୍ସ କୁଡ୍ ବି ଅର୍ଡ଼ର୍ଡ ଏଥିପାଇଁ, ତ 1 ନମ୍ବର ଆସିଲା ସବଜେକ୍ଟ ଦି ଭଲ୍ୟୁଣ୍ଟର୍ସ, 2 ନମ୍ବର ଆସିଲା କ'ଣ ପାରିଥିଲା ବା କୁଡ୍ ବି, 3 ନମ୍ବର ଆସିଲା କ'ଣ ନା ଆଦେଶ ଦେବା, ଏଇଟା ଆସିଲା 3 ନମ୍ବରରେ। ତାପରେ ଏଥିପାଇଁ ହେଉଛି 4 ନମ୍ବରରେ ଦି ଭଲ୍ୟୁଣ୍ଟର୍ସ କୁଡ୍ ବି ଅର୍ଡ଼ର୍ଡ ଏଥିପାଇଁ ଫର୍ ଦିସ୍, ବୁଝିଗଲା। ଏବେ ଦେଖିବା ଥାର୍ଡ଼ ସେଣ୍ଟେନ୍ସ କ'ଣ ଅଛି। ଆମ ସ୍କୁଲ କ୍ରିକେଟ ଟିମ୍କୁ ପ୍ରଥମେ ବ୍ୟାଟିଂ କରିବା ପାଇଁ ନିମନ୍ତ୍ରଣ କରାଯାଇ ପାରିଥିଲା। ଦେଖ, ସବୁ ଜାଗାରେ ଆମେ ଦେଖୁଛେ କ'ଣ ପାରିଲା ବା ପାରିଥିଲା ଅର୍ଥରେ ଆମେ ଓଡ଼ିଆ ସେଣ୍ଟେନ୍ସକୁ ଦେଖୁଛେ। ତ ସେଇ ଅର୍ଥରେ କ'ଣ ଆମେ କୁଡ୍ ବିକୁ ୟୁଜ୍ କରୁଛେ, ତା ସହିତ ଭର୍ବର ଥାର୍ଡ଼ ଫର୍ମକୁ ୟୁଜ୍ କରୁଛେ। ତ ଏଠି ଦେଖିବା ଆମ ସ୍କୁଲ କ୍ରିକେଟ ଟିମ୍କୁ ପ୍ରଥମେ ବ୍ୟାଟିଂ କରିବା ପାଇଁ ନିମନ୍ତ୍ରଣ କରାଯାଇ ପାରିଥିଲା। କାହା ବିଷୟରେ କୁହାଯାଉଛି ଏ ବାକ୍ୟରେ
ना आम स्कूल क्रिकेट टीम विषय कहुच्छी तो ये हूँ मुख्य ये हूँ कर्ता तो ताकू प्रथमे नहीं आसवा आवर स्कूल क्रिकेट टीम एतिक पड़े आसला ये हूँ 1 नंबर हो गला तापर कौन पारी थिला अर्थरे कौन ना कुड भी आम यूज करछे कुड भी आसीगला है तापर कौन एबे देखिबा ये आसला 2 नंबर है तापर कौन ना कौन कराइथिला ना निमंत्रण कराइथिला ये आसला कौन 3 नंबर निमंत्रण कराइथिला एटा भी 3 नंबर एटा भी हूँ कौन ऑब्जेक्ट आसीजिवो बा कर्म निमंत्रण तो इनभाइटेड निमंत्रण हूँ कौन एटा मेन वर्ब इनभाइट हूँ कौन मेन वर्ब इनभाइट थर्ड फॉर्म हूँ इनभाइटेड कारण आम V3 फॉर्म यूज हम कुड भी सहित V3 फॉर्म यूज हम आसगला इनभाइटेड निमंत्रण कौन ना प्रथमे बैटिंग करने एवं आसला यहाँ कौन 4 नंबर प्रथमे बैटिंग करने तो टू बैट फास्ट तो प्रथम आसला आम स्कूल क्रिकेट टीम इटा आसला सब्जेक्ट 1 नंबर पर आसला आवर स्कूल क्रिकेट टीम पारी थिला कुड बी 2 नंबर आसीगला कौन पारी थिला ना निमंत्रण करने निमंत्रण करा तो इनभाइटेड तापर कौन ना प्रथमे बैटिंग करने टू बैट फास्ट तो आवर स्कूल क्रिकेट टीम कुड बी इनभाइटेड टू बैट फास्ट बुझीगला देखंतु केते आमे टेंस माध्यम किछिटा फॉर्मूला माध्यम कुड बी प्लस V3 को यूज करी आमे ओडिया वाक्य को देख बड़ बड़ ओडिया वाक्य अच्छी ताकू आमे इंग्लिश वाक्य को ट्रांसलेशन करुचे अच्छा एबे देखिबा परवर्ती सेंटेंस कोन रहिछि प्रतिपक्ष दल को एक लड़ुआ स्कोर पीछा करने को कह जाई पारिला प्रतिपक्ष दल को एक लड़ुआ स्कोर पीछा करने को कह जाई पारिला देख इठी ए देखिबा ई वाक्य किए कहा विषय कह जाइछि ना प्रतिपक्ष दल ए विषय या विषय कहुई ये हूँ वाक्यर मुख्य ये हूँ कौन सब्जेक्ट ये आसी कौन 1 नंबर है तो आसीगला दि अपोजिशन टीम प्रतिपक्ष दल दि अपोजिशन टीम तापर कौन पारिला अर्थरे पारी थिला बा पारिला अर्थरे कुड बी आसीगला अच्छा तापर कौन कुहाजिबा कुहा जाई आसला कौन आस्ट कुहाजिबाटा कौन आस्क किंतु ये आम कौन करछे आस्क रो एटा जेहेतु मेन वर्ब कुड बी सहित आम V3 कौन V3 को यूज करछे हला आस्क रो आस्क्ड अच्छा कौन करने को ये गला 2 नंबर 1 नंबर गला दि अपोजिशन टीम 2 नंबर गला पारिला तापर कुहा जिबा होची 3 नंबर हला तापर कौन ना पीछा करने को यहाँ हूँ 4 नंबर आसीबो पीछा करने को टू चेज पीछा करने कौन करने को ना यहाँ हूँ 4 नंबर यहाँ भी ऑब्जेक्ट टू चेज तापर बाकी कौन रहा ना एक लड़ुआ स्कोर है एक लड़ुआ स्कोर तो कौन हम ए चैलेंजिंग स्कोर ये आसला कौन शेष आसला यहाँ हूँ 5 नंबर आसला तो बुझीगला तो प्रथम आसला कौन प्रतिपक्ष दल को दि अपोजिशन टीम तापर पारिला अर्थरे कुड बी यूज कले कुहाजिबा अर्थरे आस्क रो आस्ट है V थर्ड फॉर्म है पीछा करने को तापर आसला कौन पीछा करने को टू चेज शेष कौन आसला अदर पार्ट रहा जो पार्ट रहा एक लड़ुआ स्कोर तो ए चैलेंजिंग स्कोर देख पिला माने आमे खाली से जो रहिला फॉर्मूला जोटा कि कुड बी सहित V3 यूज कले यूज करके आमे ओडिया वाक्य को इंग्लिश को ट्रांसलेशन कले आउ किछि एथिरे आवश्यक ना खाली एतिकी यूज करके आमे कौन कले ना ओडिया सेंटेंस को इंग्लिश को ट्रांसलेशन कले तो आशा करुछि तुम माने ये जो 4टी सेंटेंस को आमे ओडिया को इंग्लिश को ट्रांसलेशन कले तुम बुझी पार्थिबो भल भाव में जदि किसी डाउट्स रही कमेंट बॉक्स रे जणाई परिबो तो वीडियो जदि भल लगी तुमको निश्चय लाइक करिवो सांग मान भीतर शेयर करिवो एवं नुआ करी चैनल को आसले निश्चय चैनल को सब्सक्राइब करी रखि नबो कारण ये चैनल तुम माने इंग्लिश ग्रामर ओडिया ग्रामर ट्रांसलेशन वीडियो सब प्रकार पाठर वीडियो तुम माने पाई परिबो ठीक अछि आज वीडियो को एठी रखिबा फोन खूब शीघ्र आ नुआ वीडियो नहीं आसीबी सेते पर्यंत मते विद्या दियो रहउची।